ପ୍ରକୃତ କଥା ହେଉଛି ଯେତେବେଳେ ସମୁଦ୍ର ମନ୍ଥନ କରାଯାଇଥିଲା ପ୍ରଥମେ ସେଥିରୁ ହଳାହଳ ବିଷ ବାହାରିଥିଲା। ସେତିକି ବେଳେ ମହାଦେବ ଶିବ ଅଗ୍ନି ରୂପରେ ଆବିର୍ଭାବ ହୋଇ ସେ ହଳାହଳ ବିଷକୁ ପାନ କରିଦେଇଥିଲେ। ଆଜି ହେଉଛି ମହାଶିବରାତ୍ରି ବା ଜାଗର। ଆଜିର ଦିନକୁ ସବୁଠାରୁ ଶକ୍ତିଶାଳୀ ଏବଂ ପବିତ୍ର ରାତି ଭାବେ ବିବେଚନା କରାଯାଏ। ଏନେଇ ଅଧିକ ଆଲୋଚନା କରିବା ଆମ ସହିତ ଫୋନ୍ ଲାଇନରେ ଯୋଡ଼ି ହୋଇଛନ୍ତି ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର। ସାର୍, ଆପଣଙ୍କୁ ନ୍ୟୁଜ୍ ରୁମ୍କୁ ସ୍ୱାଗତ କରୁଛି। ଯେ ଆଜି ମହାଶିବରାତ୍ରି ଏବଂ ମହାଶିବରାତ୍ରିକୁ ସବୁଠାରୁ ଶକ୍ତିଶାଳୀ ଏବଂ ପବିତ୍ର ରାତି ଭାବେ ବିବେଚନା କରାଯାଏ, କାହିଁକି? ଏହାର କାରଣ କ'ଣ? ଜୟ ଶ୍ରୀ ଜଗନ୍ନାଥ। ଆମର ବର୍ଷକ ମଧ୍ୟରେ 4ଟି ରାତ୍ରିକୁ ଆମର ଗୁରୁତ୍ୱ ଦିଆଯାଏ। ତା ଭିତରେ ଗୋଟେ ଅଛି ଅହୋରାତ୍ର, ଗୋଟେ ଅଛି ମୋହରାତ୍ର, ଗୋଟେ ଅଛି କାଳରାତ୍ର ଏବଂ ଗୋଟେ ଅଛି ଦାରୁଣ ରାତ୍ର। ଆମର ବିଭିନ୍ନ ଶାସ୍ତ୍ର ପୁରାଣ ଆଧାରରେ ଯେଉଁ ନିର୍ଣ୍ଣୟ ନିଆଯାଇଛି, ଶିବ ପୁରାଣରେ ମଧ୍ୟ ଯେଉଁ ନିର୍ଣ୍ଣୟ ନିଆଯାଇଛି, ଆମର ମହାଶିବରାତ୍ରିକୁ ବିଭିନ୍ନ ପ୍ରକାର ବର୍ଣ୍ଣନା କରାଯାଇଛି। କିନ୍ତୁ ପ୍ରକୃତ କଥା ହେଉଛି ଯେତେବେଳେ ସମୁଦ୍ର ମନ୍ଥନ କରାଯାଇଥିଲା ପ୍ରଥମେ ସେଥିରୁ ହଳାହଳ ବିଷ ବାହାରିଥିଲା। ସେତିକି ବେଳେ ମହାଦେବ ଶିବ ଅଗ୍ନି ରୂପରେ ଆବିର୍ଭାବ ହୋଇ ସେ ହଳାହଳ ବିଷକୁ ପାନ କରିଦେଇଥିଲେ। ଯାହାଫଳରେ କି ହଳାହଳ ବିଷର ପ୍ରଭାବରେ ତାଙ୍କର କଣ୍ଠ ନୀଳ ପଡ଼ିଯାଇଥିଲା, ତାଙ୍କୁ ସେଥିପାଇଁ ନୀଳକଣ୍ଠ କୁହାଯାଏ ଏବଂ ସେ ସମ୍ପୂର୍ଣ୍ଣ ଚେତାଶୂନ୍ୟ ହୋଇଯାଇଥିଲେ। ସେ ବିଷର ଏତେ ପ୍ରଭାବ ଥିଲା ଯେ ଯାହାକି ସମଗ୍ର ଜଗତକୁ ମଧ୍ୟ ମରଣ ମୁହଁକୁ ଠେଲି ଦେଇଥାନ୍ତା। ଶିବ ସେ ବିଷପାନ କରି ଜଗତକୁ ରକ୍ଷା କରିଥିଲେ। ଯେତେବେଳେ ଶିବ ସେ ବିଷପାନ କଲେ, ବିଷର ଜ୍ୱାଳା ଉପଶମ କରିବା ପାଇଁ ତାଙ୍କର ଆବଶ୍ୟକ ହେଉଛି ଶୀତଳ ଚିକିତ୍ସା। ସେଥିପାଇଁ ତାଙ୍କୁ ଦେହରେ ଚନ୍ଦନ ବୋଳି ଦିଆଗଲା, ତାଙ୍କ ମୁଣ୍ଡରେ ଗଙ୍ଗାଙ୍କୁ ରଖି ଦିଆଗଲା। ଚନ୍ଦ୍ର ଯେହେତୁ ଶୀତଳତାର ପ୍ରତୀକ, ତାଙ୍କ ମସ୍ତକ ଉପରେ ଚନ୍ଦ୍ରଙ୍କୁ ରଖାଗଲା ଏବଂ ଆମର ବିଷ ହରଣକାରୀ ଭାବେ ସାପଙ୍କୁ ମଧ୍ୟ ତାଙ୍କ ବେକରେ ପକାଇ ଦିଆଗଲା। କିନ୍ତୁ ଏଇଠାରେ ଦେଖାଗଲା ଯେ ଶିବଙ୍କ ବେକରେ ଯେଉଁ ସାପ ରହିଛି, ସେତେବେଳେ ସମସ୍ତ ଦେବତାମାନେ ଗଭୀର ମନସ୍ତାପ ଥିଲେ ମଧ୍ୟ ନିଜେ ଯିଏ ହେଉଛନ୍ତି ବିଷ୍ଣୁ, ସେ କିନ୍ତୁ ଶିବଙ୍କ ପାଖକୁ ଆସିପାରୁନଥିଲେ। କାହିଁକିନା ଶିବଙ୍କ ପାଖରେ ଥିବା ସାପ ବିଷ୍ଣୁଙ୍କ ପାଖରେ ଥିବା ଗରୁଡ଼କୁ ଦେଖିଲେ ପଳାୟନ କରିବେ, ଏହି ଆଶଙ୍କାରେ ବିଷ୍ଣୁ ଆସିପାରିନାହାନ୍ତି। ଶିବଙ୍କର ଶୀତଳ ଚିକିତ୍ସା ସାରା ରାତି ଚାଲିଛି। ଆମେ ଦେଖିବା ଆମର ଯେତେ ଖରା ଦିନ ହେଲେ ମଧ୍ୟ ରାତ୍ରିର ଚତୁର୍ଥ ପ୍ରହର ସାଧାରଣତଃ ଶୀତଳ ହେଇଯାଏ। ତେଣୁ ଯେତେବେଳେ ରାତ୍ରିର ଚତୁର୍ଥ ପ୍ରହର ସମ୍ପୂର୍ଣ୍ଣ ଶୀତଳ ହେଇଯାଇଛି, ସେତେବେଳେ ଜଗତ ଶୀତଳ ହେବା ପରେ ଶିବଙ୍କର ସେତେବେଳେ ଚେତା ଆସିଛି, ଶିବ ଆଖି ଖୋଲିଛନ୍ତି। ଏହି ଖବର ଯେତେବେଳେ ବୈକୁଣ୍ଠ ପରେ ବିଷ୍ଣୁଙ୍କୁ ଦିଆଯାଇଛି, ବିଷ୍ଣୁ ଆସିଛନ୍ତି ଏବଂ ବିଷ୍ଣୁ ଆସିକି ଦେଖିଛନ୍ତି, ଶିବଙ୍କୁ ଦୂରରୁ ଦେଖିଛନ୍ତି ଏବଂ ସେ ସମୟକୁ ଆମେ ହରିହର ଭେଟ ବୋଲି କୁହାଯାଏ। କିନ୍ତୁ ହରି ଏବଂ ହର କେବେ ଏକାଠି ହୋଇପାରନ୍ତି ନାହିଁ। କେବଳ ଏହି ଶିବରାତ୍ରି ଦିନ ଚତୁର୍ଥ ପ୍ରହରରେ ହରିହର ଭେଟ କରାଯାଏ। ଆମର ଲୋକାଚାରରେ ମଧ୍ୟ ଯେଉଁ ମହାଦୀପ ଉଠିବାର ପରମ୍ପରା ଅଛି, ତାହା ଜଗତକୁ ଜଣାଇ ଦିଆଯାଏ ଯେ ବର୍ତ୍ତମାନ ଶିବ ଅଚେତ ଅବସ୍ଥାରୁ ସଚେତ ଅବସ୍ଥାକୁ ଆସିଲେ। ଅପର ପକ୍ଷରେ ମହାଦୀପ ଆମର ସେତେବେଳେ ଉଠେ, ତାହା ମଧ୍ୟ ଜଗତକୁ ଜଣାଇ ଦିଆଯାଏ। ଅପର ପକ୍ଷରେ ଯଦି ବୈଜ୍ଞାନିକ ଦୃଷ୍ଟିକୋଣ ଦେଖିବା, ଆଜିର ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ସ୍ଥିତି ଏଭଳି ଭାବେ ରହିଛି ଯାହା ତାହା ପ୍ରତ୍ୟେକ ମନୁଷ୍ୟର ଅନ୍ତର୍ନିହିତ ଉର୍ଜା ଶକ୍ତିକି ବଢ଼େଇଥାଏ। ଯଦି ଗୋଟେ ମନୁଷ୍ୟର ଶକ୍ତି ଅଧିକ ଅଛି, ସେତେବେଳେ ସେ ଯଦି କୌଣସି ଧ୍ୟାନ ଜପ ବା କୌଣସି ଆସନ ବା କୌଣସି ପ୍ରକାର ବା ନିଷ୍ଠାପର ଭାବରେ ଯଦି ସେ ଦିନଟିକୁ ରହେ, ତାହେଲେ ତା ଶରୀର ଭିତରେ ଅସୀମ ଶକ୍ତି ଉଦ୍ରେକ ହେବାର ମଧ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଦିନଟିର ମାହାତ୍ମ୍ୟ ରହିଛି। ମହାଶିବରାତ୍ରି ଆମର ସାରା ଭାରତରେ ପ୍ରତ୍ୟେକ ଶୈବ ପୀଠରେ ଯେଉଁ ପାଳନ କରାଯାଏ, ଏଥିରେ ସମସ୍ତେ ଜାଗ୍ରତ ରହିକରି ସାରା ରାତି ଶିବଙ୍କ ଆରାଧନାରେ ରୁହନ୍ତି। ଶିବଙ୍କର ଯେଉଁ ମନ୍ତ୍ର ଅଛି, ଆମର ପଞ୍ଚାକ୍ଷର ମନ୍ତ୍ର ନମଃ ଶିବାୟ, ସେହି ମନ୍ତ୍ର ଉଚ୍ଚାରଣ କରେ ଶରୀର ମଧ୍ୟରେ ଏଭଳି ଏକ କମ୍ପନ ସୃଷ୍ଟି ହୁଏ ଯାହାକି ଶରୀରକୁ ନିରୋଗ ରଖିବା ସହିତ ମଣିଷ ଶରୀର ଶକ୍ତି, ଅନ୍ତର୍ନିହିତ ଶକ୍ତି ବା ଉର୍ଜାକୁ ଅତିଭାବ ମାତ୍ରାରେ ବୃଦ୍ଧି କରିଥାଏ। ତେଣୁ ଏହି ଦିନ ଏକ ଦୁର୍ଲଭ ଦିନ। ଏହି ଦିନ ସମସ୍ତ ଶୈବ ଭକ୍ତମାନେ ଶିବଙ୍କ ପାଖରେ ଶରଣାଗତ ହୋଇ ଜଗତ ଚିନ୍ତା କରନ୍ତି। ଗୋଟେ କଥା ମୁଁ ଆପଣଙ୍କୁ ପଚାରିବା ପାଇଁ ଚାହିଁବି, ଏହି ଦିନ ଲୋକମାନେ ବ୍ରତ ରଖିଥାନ୍ତି, କିଏ କାଷ୍ଠା ବ୍ରତ ରଖିଥାନ୍ତି, ଉପବାସ କରିଥାନ୍ତି, ଆଉ କିଏ ବା
ଫଳ ରସ ପିଇକି ମଧ୍ୟ ଉପବାସ କରିଥାନ୍ତି। ତେବେ ଉପବାସ କାହିଁକି ଏଭଳି କାହିଁକି କଣ କହିବେ? ଆମର ଉପବାସ ହେଉଛି ଆମର ଶରୀର ରକ୍ଷା ପାଇଁ ଏଭଳି ଏକ ଆବଶ୍ୟକତା, ଯାହାକୁ କି ଆମର ପୁରାଣ କାଳରୁ ବା ବହୁ ଆଗରୁ ତାକୁ ଧର୍ମ ମଧ୍ୟରେ ସଂଯୁକ୍ତ କରାଯାଇଛି। ଲୋକମାନେ ଧର୍ମ ମାଧ୍ୟମରେ ଯେଉଁ କାମଟି କରିବେ ତାହା ହିଁ ଉପବାସର ଫଳ ଦେବ, ଏବଂ ଉପବାସକୁ ଧର୍ମ ମଧ୍ୟରେ ଭର୍ତ୍ତି କରିବା ଫଳରେ ଲୋକଙ୍କର ବିଶ୍ୱାସ ଆସିବ, ସେଥିପାଇଁ ତାହା କରାଯାଇଥାଏ। ଅନେକ ଲୋକ ନିର୍ଜଳ ରହିକିରି ଶିବ ଶିବରାତ୍ରିରେ ନିର୍ଜଳା ଉପବାସ ରହିବାର ଗୋଟେ ପରମ୍ପରା ରହିଛି କି? ଉପବାସ ଆବଶ୍ୟକ ରହିଛି କି? ଆମର ହଉଛି ଶରୀର ମାଧ୍ୟମ ଖୌଧର୍ମ ସାଧନ, ନିଜର ଶରୀର ପ୍ରତିକୁ ଧ୍ୟାନ ଦେଇ ଲୋକମାନେ ବ୍ରତ ଉପବାସ ଆଦି କରିପାରିବେ। ଯାହାର ଶରୀର ନିର୍ଜଳ ଉପବାସକୁ ସହ୍ୟ କରିପାରିବ ସେ ନିର୍ଜଳ ଉପବାସ କରିପାରିବ, ଯାହାର ଶରୀର ନିର୍ଜଳ ଉପବାସକୁ ସହ୍ୟ କରିପାରିବ ନାହିଁ ସେ ଫଳ ଆହାର କରି ମଧ୍ୟ ଏହାକୁ ମଧ୍ୟ ପାଳନ କରିପାରିବ। ଆମର ପ୍ରତ୍ୟେକ ବ୍ରତ ଏବଂ ଉପବାସ ଯେହେତୁ ଶରୀର ରକ୍ଷା ପାଇଁ ଉଦ୍ଦିଷ୍ଟ ଏବଂ ସୁସ୍ଥ ଶରୀର ପାଇଁ ତାର ଆବଶ୍ୟକତା ଯେତେ ଉପଲବ୍ଧି କରି ତାକୁ ଧର୍ମ ମଧ୍ୟରେ ଭର୍ତ୍ତି କରି ଦିଆଯାଇଛି, ତେଣୁ ନିଜର ଶରୀର ଅବସ୍ଥାକୁ ଦେଖି ଲୋକମାନେ ବ୍ରତ କରିବେ। ଏଇଟା ଯେ ସମ୍ପୂର୍ଣ୍ଣ ନିର୍ଜଳ ଉପବାସ ବା ଏଥିପାଇଁ କୌଣସି ପ୍ରକାର ପ୍ରାବଧାନ ନାହିଁ ଯେ ସମ୍ପୂର୍ଣ୍ଣ ନିର୍ଜଳ ରହ ବୋଲି। ଆମର ଶରୀରକୁ ସୁସ୍ଥ ରଖିବା ପାଇଁ ଯେଉଁ ପ୍ରକାର ପନ୍ଥା ନିର୍ଦ୍ଧାରଣ କରାଯାଇଛି ସେଥିରେ ଫଳାହାରକୁ ମଧ୍ୟ ସେଥିରେ ମଧ୍ୟ ସାମିଲ କରାଯାଇଛି। ତେଣୁ କିନ୍ତୁ ଏସବୁ ସତ୍ତ୍ୱେ ଏହା ଏଭଳି ଏକ ଦିନ, ଏ ଦିନ ଯଦି ଲୋକମାନେ ଉପବାସ ରହି ସାରା ରାତି ଶିବଙ୍କ ପାଖରେ ଓମ୍ ନମଃ ଶିବାୟ ମନ୍ତ୍ର ପାଠ କରିବେ ତାହେଲେ ନିଶ୍ଚୟ ଭାବରେ ଶରୀର ଉର୍ଜା ଶକ୍ତି ବଢ଼ିବ। ଆଉ ଗୋଟିଏ କଥା ମୁଁ କହିଦେବାକୁ ଚାହେଁ, ଆମର ପ୍ରତ୍ୟେକ ବର୍ଷ ସାରା ଆପଣଙ୍କର ସୂର୍ଯ୍ୟାସ୍ତ ପରେ ଶିବଙ୍କ ମନ୍ଦିର ଦର୍ଶନ ନିଷେଧ ଥାଏ, କିନ୍ତୁ ଶିବରାତ୍ରି ହେଉଛି ଗୋଟିଏ ରାତ୍ରି ଯେତେବେଳେ କି ସାରା ରାତି ଶିବଙ୍କ ପାଖରେ 4 ପ୍ରହରରେ 4 ଥର ଅଭିଷେକ କରାଯାଏ, କିନ୍ତୁ ସୂର୍ଯ୍ୟାସ୍ତ ପରେ ଶିବଙ୍କ ମନ୍ଦିର ଅଭିଷେକ କରିବାର ନିଷେଧ ରହିଥିବା ବେଳେ ଗୋଟିଏ ମାତ୍ର ରାତି ପାଇଁ ତାହା ସେହି ପ୍ରାବଧାନ ରହିଥିବାରୁ ଜଳ ଅଭିଷେକର ପ୍ରାବଧାନ ରହିଥିବାରୁ ଏହା ଏକ ନିଶ୍ଚିତ ଭାବରେ ସିଦ୍ଧାନ୍ତ ନିଆଯାଇଛି। ଏ ରାଷ୍ଟ୍ର ବୈଜ୍ଞାନିକ ସିଦ୍ଧାନ୍ତ ରହିଛି ଏବଂ ଏହାକୁ ଧର୍ମ ମଧ୍ୟରେ ଭର୍ତ୍ତି କରି ଦିଆଯିବା ଫଳରେ ଲୋକମାନେ ତାକୁ ଗ୍ରହଣ କରୁଛନ୍ତି। ଏବଂ ଯେଉଁମାନେ ଆଗ କାଳରେ ପୁରାଣ ବର୍ଣ୍ଣିତ କାଳରେ ମଧ୍ୟ ଏହି ଶିବରାତ୍ରିର ମାହାତ୍ମ୍ୟ ଅଛି ଏବଂ ଶିବରାତ୍ରିରେ ଆପଣଙ୍କର ବେଲପତ୍ର ସର୍ବୋପରି ବର୍ଷ ସାରା ଦିଆଯାଏ ନାହିଁ, କେବଳ ଏଇ ଦିନ କେତକୀ ଫୁଲ ଶିବଙ୍କୁ ଅର୍ପଣ କରାଯାଏ। କେତକୀ ଫୁଲର ବର୍ଷ ସାରା କେବେ ଶିବଙ୍କୁ ଦିଆଯାଇଥାଏ, କେବଳ ଆଜି ଦିନ ହିଁ ତାଙ୍କୁ ଦିଆଯାଇଥାଏ।